ମାମା ମାନେ ଏଇ 3 ଟଙ୍କା ଭୋଟଟାକୁ ବିଲକୁଲ କରନ୍ତୁ, ନହେଲେ ଆମେ ଗଭର୍ଣ୍ଣର ହାଉସ ଫେର ଘରେ କରିବା ପାଇଁ ମୁଁ ଏଟା ଲାଷ୍ଟ ୱାର୍ଡିଂ ଦେଇ ଦଉଛି। ଆପଣ ମାନେ ମତେ ଅଟକେଇବା କଥା ତାହେଲେ ଅଟକାନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଓଡ଼ିଶାବାସୀଙ୍କୁ। ଖୋର୍ଦ୍ଧା ଜିଲ୍ଲା ସମ୍ପାଦିକା ନର୍ମଦା ପାତ୍ର, ଭଟ୍ଟା ସଂଘ ସମିତି। ଆଜ୍ଞା, ଓଡ଼ିଶାବାସୀ ଭାଇ ଭଉଣୀ ମାନେ, ମା ମାଉସୀ ମାନେ ସମସ୍ତେ ଦେଖୁଛନ୍ତି, ଜାଣୁଛନ୍ତି। ଡବଲ ଇଞ୍ଜିନ ଏଥର ଗଲା, ଆପଣ ମାନେ ବି ଭଲ ଭାବରେ ଜାଣିଛନ୍ତି। ଡବଲ ଇଞ୍ଜିନ ଯାଉଛି, ଆଉ ଡବଲ ଇଞ୍ଜିନ ଆସିବନି ଆଜ୍ଞା। ଡବଲ ଇଞ୍ଜିନ କି ବାଏ ବାଏ ଲୋକ କରିବେ, କାରଣ ଯୋଉ ପ୍ରକାର କାମ କରୁଛନ୍ତି ଭତ୍ତା ତ ଲୋକଙ୍କର ଦଉନାହାନ୍ତି। ଥରେ କହୁଛନ୍ତି ନା ଆମେ ଆହୁରି ବାକିଆ ଭତ୍ତାକୁ ଆହୁରି ରଖିଛନ୍ତି ଆଉ ରଖିବୁ ବୋଲି କଣ କହୁଛନ୍ତି, ରଖିଛନ୍ତି ତ ଭତ୍ତା, ତାହେଲେ ବାକିଆ ଭତ୍ତା ରଖିକି କହୁଛନ୍ତି ଆମେ ବାକିଆ ଭତ୍ତା କରିବୁ, ଦେବୁ, ଦେଲୁ। 6 ଲକ୍ଷ ଲୋକଙ୍କୁ ଆପଣ କଣ ଭତ୍ତା ଦେଲେ? ସେମାନେ ପେଣ୍ଡିଂ ହେଇକି ପଡିଥିଲେ, ଆପ୍ଲାଏ କରିଥିଲେ। ଆପଣ ନୂଆ ଭତ୍ତା କଣ ଅଧିକା ଦେଇ ଦେଇଛନ୍ତି ନା? କିଛି ତ ଅଧିକା ଦେଇନାହାନ୍ତି। ଆପଣଙ୍କ ମ୍ୟାନୁଫ୍ୟାକ୍ଚରରେ ଯୋଉ ଲେଖିଛନ୍ତି ସେଇଟାକୁ ଆଗ ଆପଣ ବିଲକୁଲ କରନ୍ତୁ। ଯୋଉଟା ଆପଣଙ୍କର ପ୍ରଥମ ଇଲେକ୍ସନ ପଚାରେ 12 ମାର୍ଚ୍ଚ ମୋଦି ଆସି କହିଲେ ପକେଇଥିଲା 3,000, ତା ପାଖକୁ ଗୋଡେ ଡେଇଁଗଲା କାହାକୁ? ଧର୍ମେନ୍ଦ୍ର ଭାଇଙ୍କି ଆମର, ସିଏ 3,000 ଘୋଷଣା କରି ପକେଇଲେ। ତାପରେ ଆସିଗଲେ କିଏ? ଆମର ପୃଥ୍ୱୀରାଜ ଭାଇ, ସିଏ ବି 3,000 କହିଦେଲେ ଭତ୍ତା ଦିଆହବ। ତାପରେ ଆସିଗଲେ ସୂର୍ଯ୍ୟବଂଶୀ, ତା ପାଖକୁ ଆସିଗଲେ କିଏ କହିଲେ? ଶେଷରେ ରୋଡ କଡ଼ରେ ବସିକି ଚା ଦୋକାନ କଟେରେ ଆମର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୋହନ ଭାଇ, ଆମ ମୋହନ ଭାଇ, ଧନ୍ୟ ହେ ମୋହନ ଭାଇ, ଜିନ୍ଦାବାଦ। ଶରମ ଲାଗୁନି ଆପଣ ମାନଙ୍କୁ ଟିକେ? ଜନତାଙ୍କ ପଇସାରେ ଆପଣ ମାନେ ଆଉ କେତେଟା କାର୍ଡ କରିବେ? ଆପଣଙ୍କ ଚେଲା ଚାମୁଣ୍ଡାଠୁ ଆରମ୍ଭ କରିକି ସବୁ କାର୍ଡ ମେଣ୍ଟେନ କଲେଣି। ଗରିବ ଲୋକଙ୍କୁ ଭୁଆଁ ବୁଲଉଛନ୍ତି ଏଠି। କଣ ଆମେ ଭତ୍ତା ଦଉଛୁ, ଲେମ୍ବୁ ଲଙ୍କା ଦଉଛ, ତୁରନ୍ତ ଭତ୍ତା ଦିଅ, ନହେଲେ ସାବଧାନ ହେଇଯାଆନ୍ତୁ ସରକାର। ଏଟା ଆମର ଲାଷ୍ଟ ୱାର୍ଡିଂ ଦେଇଦେଲି ମୁଁ। ଜଗିବା କଥା, ଯଦି ଆମ ମାନଙ୍କୁ ଜଗି ପାରିବ ଯଦି ଜଗ, କିନ୍ତୁ ରାଜଭବନ ଘେରାଉ ହବ। ଦରକାର ପଡିଲେ ଆମେ ରାସ୍ତା ବି ବନ୍ଦ କରିଦେବୁ। କୋଉଠି ପରମିଶନ କିଛି ଦରକାର ନାହିଁ ଆଜ୍ଞା। ପରମିଶନ ଆମେ କିଛି ଆଣିପାରିବୁନି। କି ପରମିଶନ? କେତେ ପରମିଶନ ଆମେ ଆଣିବୁ? କାହିଁକି ପରମିଶନ ଆଣିବୁ? କିଛି ପରମିଶନ ଆସିବନି, କିନ୍ତୁ ଏଥରକ ରାଜଭବନ ଘେରାଉ ହବ। ସରକାର ଯଦି ରଖିବା କଥା ତାହେଲେ ଆମକୁ ଅଟକେଇକି ରଖନ୍ତୁ। ଆଗେ ତ ନର୍ମଦା ପାତ୍ରକୁ ଅଟକେଇକି ରଖିବେ ନା, ଯେହେତୁ ଖୋର୍ଦ୍ଧା ଜିଲ୍ଲା ରହୁଛି। ଯଦି ସରକାର ଅଟକେଇ ପାରିବେ ଭଲ କଥା, ମତେ ଅଟକାନ୍ତୁ, ନହେଲେ ରାଜଭବନ ଘେରାଉ କରିବି, ରାସ୍ତା ଘେରାଉ କରିବି। ମନ୍ତ୍ରୀଙ୍କ ଘର ତ ଘେରାଉ ହବ, ସେଇଟା ପାଖରେ ସବୁ ରାସ୍ତା ଘେରାଉ କରିବି। ମତେ ଯଦି ଅଟକେଇବା କଥା ଅଟକାନ୍ତୁ। ଭତ୍ତା ସଂଘର ସମିତି ଅଟକାନ୍ତୁ ଯଦି ପାରୁଛନ୍ତି। କାହିଁକି ବହୁତ ହେଇଗଲା,
ବହୁତ ଆମେ ମାନେ ସହିଲାଣୁ, ଆଉ ସହି ହଉନି। କାରଣ ମୁଁ କହିଥିଲି ନା ଆପଣ ମାନଙ୍କୁ ତିନିଟା ଇଏରେ ଯାଉଛି, ମାନେ ବୟସ୍କ ବୃଦ୍ଧ ମାନେ, ଆଉ ଗୋଟେ ହଉଛି ଆମର ଦିବ୍ୟାଙ୍ଗ ଲୋକ ପିଲାମାନେ ଅଛନ୍ତି, ଆଉ ଗୋଟେ ଅଛି ବିଧବା ମା ମାନେ। ଏଇ ତିନିଟା ଭୋଟଟାକୁ ବିଲକୁଲ କରନ୍ତୁ, ନହେଲେ ଆମେ ଗଭର୍ଣ୍ଣର ହାଉସ ଫେର ଘରେ କରିବା ପାଇଁ ମୁଁ ଏଟା ଲାଷ୍ଟ ୱାର୍ଡିଂ ଦେଇଦଉଛି। ଆପଣ ମାନେ ମତେ ଅଟକେଇବା କଥା ତାହେଲେ ଅଟକାନ୍ତୁ, ମୋର କିଛି କହିବାର ନାହିଁ। ଯଦି ପାରୁଛନ୍ତି ତାହେଲେ 7 ଦିନ ଭିତରେ ଆପଣ ମତେ ଅଟକାନ୍ତୁ, 7 ଦିନ ଭିତରେ ମୁଁ ଘେରାଉ କରିବି। ଜୟ ଜଗନ୍ନାଥ।